କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାଠାରୁ ଶଙ୍କରାଖୋଲ ମୁଖ୍ୟ ରାସ୍ତା ଆର ନୂଆଗାଁ ଠାରେ ଆଜି ସକାଳ 10ଟାରୁ ଅବରୋଧ ହୋଇଛି। କୁଇ ସମାଜ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ପ୍ରକାଶ ଥାଉକି ଗତକାଲି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଖଜୁରୀପଡ଼ାଠାରେ 10ମ ଶ୍ରେଣୀର ଛାତ୍ର ହଷ୍ଟେଲ ଭିତରେ କିଭଳି ଆତ୍ମହତ୍ୟା କଲା, ଶୌଚାଳୟ ଭିତରେ ଆତ୍ମହତ୍ୟା କରିବାର କୌଣସି ସୁବିଧା ନଥିବା ବେଳେ ବାହାରୁ ଏକ ଠେଙ୍ଗା ଆଣି ଶୌଚାଳୟ ଭିତରେ 2ଟି ଗାମୁଛାରେ କିଭଳି ଆତ୍ମହତ୍ୟା କଲା, ପରିବାର ଲୋକେ ଆସିବା ବେଳକୁ ମୃତ ଛାତ୍ରଙ୍କର 2 ଗୋଡ଼ ତଳେ ଲାଗିଥିବା ବେଳେ କିଭଳି ତାର ମୃତ୍ୟୁ ହେଲା ଏବଂ ଏହା ସୁପରିକଳ୍ପିତ ହତ୍ୟା ନୁହେଁ ବୋଲି କହିବା ସमेत ଏହାର ସଠିକ୍ ତଦନ୍ତ ଦାବି ଏବଂ ପରିବାର ବର୍ଗଙ୍କୁ କ୍ଷତିପୂରଣ ସହିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରିନ୍ସିପାଲ ସରୋଜ କୁମାର ସାହୁଙ୍କୁ ଗିରଫ ଦାବି କରିଛି କୁଇ ସମାଜ। ଏପଟେ ମୃତ ନାବାଳକଙ୍କ ବଡ଼ ଭାଇ ଅରୁପାନନ୍ଦ ମଲ୍ଲିକ ତାଙ୍କ ଭାଇଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ହତ୍ୟା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଖବର ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ହଟିନଥିବା ବେଳେ ଘଟଣାସ୍ଥଳରେ ଖଜୁରୀପଡ଼ା ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଉପସ୍ଥିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁଲିସ ବାହିନୀ ମୁତୟନ ଥିବା ଦେଖିବାକୁ ମିଳିଛି। କନ୍ଧମାଳରୁ ସୁନିଲ କୁମାର ଡିଗାଲଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।